मैम नमस्कार। ମୁଁ नमस्कार। କନ୍ଧମାଳ ଡିଷ୍ଟ୍ରିକ୍ଟ ଓଡ଼ିଶାରୁ ଆସିଛି ମ୍ୟାମ୍। ଆକ୍ଚୁଆଲି ମୁଁ 2-3ଟା ଆଇଭି ସେଣ୍ଟର ଯାଇଥିଲି ଓଡ଼ିଶାରେ, ହେଲେ ସେଠି ମୋତେ କହିଲେ ଯେ ତୁମର ତ ଏଏମ୍ଏଚ୍ କମ୍ ଅଛି, ତୁମର ଏଏମ୍ଏଚ୍ 0.5 ଅଛି କହୁଛନ୍ତି। ମୋତେ ଡୋନର ସାଇକେଲ ଯିବା ପାଇଁ କହୁଛନ୍ତି। ହେଲେ ଆପଣ ତ ଜାଣିଛନ୍ତି ମୁଁ ବହୁତ ଛୋଟ ଜାଗାରୁ ଆସିଛି। ହେଲେ ଜାଣିପାରୁନି ମୁଁ କେମିତି ଡୋନର ସାଇକେଲରେ ଯିବି। हाँ, ହେଲେ ମୁଁ କ'ଣ ମୋର ଏଏମ୍ଏଚ୍‌କୁ ବଢ଼େଇ ପାରିବିନି? ତାକୁ କ'ଣ ମୁଁ ଠିକ୍ କରିପାରିବିନି? ମୋର କ'ଣ ନିଜ ଛୁଆ ନିଜେ ଜନ୍ମ କରିପାରିବିନି? हाँ, हाँ, ହେଲେ ତା हाँ। ପାଇଁ ମୋତେ କ'ଣ କରିବାକୁ ପଡ଼ିବ ମ୍ୟାମ୍? अच्छा अच्छा ओके ओके ନାଇଁ ମୁଁ ବୁଝିପାରିଲି। ଦେଖ ବେଟା ଏଏମଏସ୍ ଯୋଉ ତମକୁ କନଫ୍ୟୁଜନ ହଉଛି, ଏଏମଏସ୍ ଟା ହଉଛି ଗୋଟେ ନମ୍ବର। ଇଏ ଏଇଟା ଡିସାଇଡ୍ କରିପାରିବନି ଯେ ତମେ ତମ ନିଜର ଛୁଆ ହବନି ବୋଲି। नो, ଏଇଟା ଭୁଲ କଥା ଯେ ତମର ଏଏମଏଚ୍ କମ୍ ହେଲେ ବି ତମେ ପ୍ରେଗନେନ୍ସି ତମର ଜେନେଟିକ୍ରୁ ତମ ଏଗ୍ରୁ ତମେ ପ୍ରେଗନେନ୍ସି କରିପାରିବନି ବୋଲି। ମୁଁ ଗୋଟେ କଥା କହିବି, ଏଏମଏଚ୍ ଟା କ'ଣ? ଏଏମଏଚ୍ ଟା କ'ଣ କହିବ, ତମର ଯୋଉ ଅଣ୍ଡାଶୟଟା ଅଛି, ଅଣ୍ଡାଶୟରେ ଯୋଉ ଅଣ୍ଡାଣୁ ଅଛି ତାର କ୍ୱାଣ୍ଟିଟି ଆଉ କ୍ୱାଲିଟି, ଏଇ ଦିଟା ଜିନିଷ ଆମେ ପ୍ରେଡିକ୍ଟ କରିପାରିବା। ଏମିତି ନାହିଁ ଯେ ଆମେ ଏଏମଏଚ୍ କମ୍ ହେଲେ ଆମେ ନ୍ୟାଚୁରାଲ ମାନେ ନିଜ ଅଣ୍ଡାରେ ବେବି କରିପାରିବାନି ବୋଲି। ମୁଁ ତମକୁ, ତମେ ଯଦି ନିଜେ ଚାହୁଁଛ ଯେ ତମ ଅଣ୍ଡାରୁ ହଉ, ମୁଁ ତମକୁ କେତେ ଗୁଡ଼େ ଜିନିଷ ବତେଇବି, କାରଣ ତମେ ତ ୟଙ୍ଗ ଏଜ୍ ବେଟା। ଯଦି ତମର ଏଜ୍ଟା ଅଧିକା ଥାନ୍ତା ତାହେଲେ ମୁଁ ତମକୁ ବି କହିପାରିଥାନ୍ତି କି ଆମେ ଡୋନର ଅଣ୍ଡାରେ ଯିବା ବୋଲି। କିନ୍ତୁ କାରଣ ତମର ଏଜ୍ କମ୍ ଅଛି, ଜେନେଟିକ୍ ପ୍ରୋବ୍ଲେମ୍, ଏତେ ପ୍ରୋବ୍ଲେମ୍ ଆସିବନି। ଆମକୁ ଭଲ କ୍ୱାଲିଟିର ଅଣ୍ଡା ଭଲେ କମ୍ ମିଳୁ, 2ଟା ମିଳିବ 3ଟା ମିଳିବ, କିନ୍ତୁ କ୍ୱାଲିଟି ଭଲ ମିଳିବ ସେଇଟା ମୁଁ ଭାବିକି ଭାବୁଛି ଯେ ମୁଁ ତମକୁ କେତେ ଗୁଡ଼େ ଜିନିଷ କହୁଛି। ତମେ ମାସେ 2 ମାସ ତାକୁ କର, ଚେଷ୍ଟା କର। ଆଉ ଧର ଯଦି ଏଏମଏଚ୍ ନ ବି ବଢ଼ିଲା, ମାନେ ଏଏମଏଚ୍ ତ କେବେ ବଢ଼େନି, କିନ୍ତୁ ଆମେ ଏମ୍ବ୍ରିଓ ପୁଲିଂ କରିକି ମାନେ ଡୋନର ଅଣ୍ଡା ନେବାନି, ତମର ହିଁ ନିଜର ହିଁ ଅଣ୍ଡା କାଢ଼ିବା, ଆଉ ତାପରେ ବେବି କରିକି ମୁଁ ତମକୁ ଟ୍ରାନ୍ସଫର କରିବି। ମୋଷ୍ଟ ପ୍ରୋବାବଲି ମୁଁ ତମକୁ ଗ୍ୟାରେଣ୍ଟି ତ ଦେଇପାରିବିନି ବେଟା, କିନ୍ତୁ ତମେ ନିଜର ଅଣ୍ଡାରେ ପ୍ରେଗନେନ୍ସି କରିବାର ଚାନ୍ସ ଅଛି, ଏମିତି ନାହିଁ ଯେ ଚାନ୍ସ ନାହିଁ। ହେଲେ ତା ପାଇଁ କିଛି ମୋତେ ମେଡିସିନ ବଗେରା ନେବାକୁ ପଡ଼ିବ କି ମ୍ୟାମ୍? ହଁ କିଛି ହଁ ଡାଏଟ୍ ତା ପାଇଁ ଅଛି? ଆଚ୍ଛା ଆଚ୍ଛା, ନାଇଁ ମୁଁ ତମକୁ ସବୁ ଜିନିଷଟା କହିବି ଏବେ। ଆମେ କ'ଣ କରିବା ଦେଖ, ଆମକୁ କ'ଣ ଦରକାର, ଗୋଟେ ଭଲ କ୍ୱାଲିଟିର ଏମ୍ବ୍ରିଓ ଦରକାର, ସେଇଥିପାଇଁ ଭଲ ଅଣ୍ଡା ଦରକାର। ଆଉ ଭଲ ଅଣ୍ଡାର କ୍ୱାଲିଟି ବଢ଼େଇବା ପାଇଁ ସବୁଠୁ ଇମ୍ପୋର୍ଟାଣ୍ଟ ହେଉଛି ଆମେ ଦେଖିବା ଯେ ମୁଁ ତମର କେତେ ଗୋଟେ ଟେଷ୍ଟ କରେଇବି ଯେ ତମର ବଡ଼ିରେ ହର୍ମୋନାଲ ବାଲାନ୍ସ ଅଛି କି ନାହିଁ। କାରଣ ମେନ୍ ପ୍ରୋବ୍ଲେମ୍ ହେଉଛି ହର୍ମୋନାଲ ଇମ୍ବାଲାନ୍ସ। କାହିଁ କେତେବେଳେ ପିସିଓଡ଼ି ଥାଏ, କେତେବେଳେ ଥାଇରଏଡ଼୍ ବାହାରି ପଡ଼େ, କେତେବେଳେ ପ୍ରୋଲାକ୍ଟିନ୍ ହାଇ ହେଇଯାଏ। এইগুଡ଼ାକ କ'ଣ କରେ, ଓଭୁଲେସନ୍‌କୁ ରେଷ୍ଟ୍ରିକ୍ଟ କରିଦିଅନ୍ତି, କ୍ୱାଲିଟିକୁ ଘଟେଇ ଦିଅନ୍ତି। ତ ତାକୁ ଆଗ ମୁଁ ଆପଣଙ୍କୁ ଦେଖିବି, ଆଉ ସେଗୁଡ଼ା ସବୁ ନର୍ମାଲ୍ ଅଛି କି ନାହିଁ। ଯଦି ସେଇଟା କିଛି ଅସୁବିଧା ଆସିଲା ତା ପାଇଁ ଔଷଧ ଦେବି। ଆଉ ତା ସାଙ୍ଗରେ ଆମେ କେତେ ଗୁଡ଼େ ମେଡ଼ିକେସନ୍ ଦେଉ, ଯେଉଁଟାକି ଅଣ୍ଡାର କ୍ୱାଲିଟିଟା ବଢ଼ିବା ପାଇଁ, ଯେମିତିଆ ଆଣ୍ଟି ଅକ୍ସିଡେଣ୍ଟସ୍ ହୁଏ। ସବୁଠୁ ଇମ୍ପୋର୍ଟାଣ୍ଟ ଜିନିଷ କ'ଣ କହିବି, ତମେ ଷ୍ଟ୍ରେସ୍‌ଟାକୁ କାଢ଼ିଦିଅ। ଷ୍ଟ୍ରେସ୍‌ଟା ଯେତେ ବଢ଼ିବ ସେତିକି ଅକ୍ସିଡେସନ୍ ହେଇକି ତମର ଅଣ୍ଡାର କ୍ୱାଲିଟି ଆହୁରି ଘଟିଯିବ। ସେଲୁଲାର ଲେବୁଲ୍‌ରେ ଅକ୍ସିଡେସନ୍ ଯେତେ ଅଧିକା ହେବ ସେଇଟା ସବୁଆଡ଼କୁ ଆଫେକ୍ଟ କରିବ, କ୍ୱାଲିଟି କ୍ୱାଣ୍ଟିଟି ସବୁଆଡ଼ୁ ଆଫେକ୍ଟ କରିବ ସେଲୁଲାର ଲେବୁଲ୍‌ରେ। ସେଇଥିପାଇଁ ତମେ ଷ୍ଟ୍ରେସ୍‌କୁ ଦୂର କରିଦିଅ ଟୋଟାଲି। ମୁଁ ତମକୁ କେତେ ଗୁଡ଼ିଏ ଆଣ୍ଟି ଅକ୍ସିଡେଣ୍ଟସ୍ ଲେଖିଦେଉଛି ୱିଥ୍ ମଲ୍ଟିଭିଟାମିନ୍ସ, ଯେଉଁଟାକି ତମର ଟିକେ କ୍ୱାଲିଟିକୁ ବଢ଼େଇବ। ହେଲା, ସେଇଟା ମୁଁ ତମକୁ ଲେଖିଦେଉଛି, ତମେ ସେଇଟା ନେଇଯିବ। ଆଉ ସବୁଠୁ ମୋଷ୍ଟ ଇମ୍ପୋର୍ଟାଣ୍ଟ ହେଉଛି ତ ଷ୍ଟ୍ରେସ୍ ତ ସତ କଥା, କିନ୍ତୁ ଦ୍ୱିତୀୟ ଜିନିଷ ତମେ ଟିକେ ଲାଇଫଷ୍ଟାଇଲ୍ ଚେଞ୍ଜ କର ବେଟା। ତମେ ଭଲରେ ଶୁଅ, ଭଲରେ ଖାଅ। ଯଦି ଆମେ ଖାଇବା କଥା ଆମେ ଭାବିବା, ସେଥିରେ କ'ଣ କି ତମେ ଟ୍ରାନ୍ସ ଫ୍ୟାଟ୍, ଯେତେ ସାଚୁରେଟେଡ୍ ଫ୍ୟାଟି ଫୁଡ୍ ଅଛି ସେଟାକୁ ପୁରା ଆଭଏଡ୍ କରିଦିଅ। ଆଉ କାର୍ବୋହାଇଡ୍ରେଟ୍ରେ ବି ଦେଖିକି ତମେ ଖାଅ। ଟିକେ ପ୍ରୋଟିନ୍‌ର ପାର୍ଟଟାକୁ ଟିକେ ବଢ଼େଇ ଦିଅ, ଯେଉଁଟାକି ତମର ନ୍ୟାଚୁରାଲ୍ ତମେ ଫିଟନେସ୍ ଫିଲ୍ କରିବ। ତମେ ଯେତେ କନଫିଡେନ୍ସ ଗେନ୍ କରିବ, ତମେ ଯେତେବେଳେ ଭଲ ଲାଗିବ, ଆଉ ଯେତେବେଳେ ତମେ ଟିକେ ୱେଟ୍ ଲସ୍ କରିବ, ତମକୁ ଆହୁରି ଭଲ ଫିଟନେସ୍ ବଢ଼ିଆ ଲାଗିବ। ଭଲ ଲାଗିଲା ମାତ୍ରକେ ତମର ସେଲୁଲାର ସବୁ ଲେବୁଲ୍‌ରେ ବଢ଼ିଆ ଆସିବ, ସବୁ ଇନକ୍ରିଜ୍ ହେଇଯିବ ତମର। ତୃତୀୟ ଜିନିଷ କ'ଣ, ତମେ ଟିକେ ଏକ୍ସରସାଇଜ୍ କର ବେଟା। ଏକ୍ସରସାଇଜ୍ ସକାଳୁ ଉଠିକି ଆଟଲିଷ୍ଟ ତମେ ଆଉ କିଛି ନ କରିପାରିଲେ 10 ମିନିଟ୍ସରେ 1 କିଲୋମିଟର ୱାକିଂ କର। 3 କିଲୋମିଟର ୱାକିଂ କରିଦେଲେ 30 ମିନିଟ୍ସ ୟୁ କ୍ୟାନ୍ ସ୍ପେୟାର। ସୋ ତମର ଲାଇଫଷ୍ଟାଇଲ୍ ଚେଞ୍ଜ ହେଇଯିବ। ତମର ଭଲ ଏକ୍ସରସାଇଜ୍ କରିବ, ଭଲ ଖାଇବ, ଆଉ ଭଲରେ ଶୋଇବ। ଏଇ ସବୁ ଜିନିଷ ଯଦି ତମେ କରିବ,
100% तमर भले एएमएस न बढ़ू किंतु आमे एम्ब्रियो पुलिंग करिबा आईवीएफ करिकी धर 2टा अंडा कि 3टा अंडा भी जोटा मिलिला जेबे कारण मते तो तमर एबे देखा जाउची जे राइट साइड रे देखिचंदी 2टा अंडा लेफ्ट साइड रे गोटे देखा जाउची किंतु हमकु जदी 3टा भी अंडा मिले 3टा भी M2 मिलिला आमे ताकू फर्टिलाइज करिके ब्लास्टोसिस्ट बनेइबा मु ट्रांसफर करिवि आ तमे कंसीव करि परिबो देयर इज ए चांस तम लो एएमएच हेले भी तमे निजर अंडा रे निज जेनेटिक रे तमे बेबी करि परिबो बेटा ठीक अछि कॉन्फिडेंस रखो मु तुमको मेडिसिन लिखि दउची ठीक तुम सेटा फॉलो करो आउ गोटे मास परे मो पाकू पुणी आसीबो आमे देखिके आगु जिबा ठीक अछि मैम थैंक यू थैंक यू मैम थैंक यू